श्री गणेशाय नमः। नमस्कार बंधुगण, जय जगन्नाथ। आज आरंभ हेउछि शिव पुराण बा शैव पुराण प्रथम खंड। प्रथमे शिवंक स्तव करिबा, तापरे शिव पुराण आरंभ करिबा। किछि समय हेउ पछे निश्चय शुणिबाकु चेष्टा करिबे। शिवंक स्तव। जय जय सदा शिव पार्वती रमण, जय जय सदा शिव भुजंग भूषण, जय जय सदा शिव शशांक शेखर, जय जय सदा शिव बाबा दिगंबर, जय जय सदा शिव देवकृति बास, पार्वती धेनिण तव कैलासे बास, जय जय कपिलास बासी पंचानन, त्रिपुरारी नाम करी त्रिपुरा नाशन, सदा परम ब्रह्म पाद पद्म करी ध्यान, सदा अमर तुम्भर मृत्युंजय नाम, जय जय महादेव अघविनाशन, संसारे तुम्भर प्रभु 10 सहस्र नाम, कपिलासे नाम तुम्भ श्री चंद्र शेखर, गुप्त गंगा झरी पड़े पर्वत तलर, कला चांदुआ को धड़ा करिछ हे हर, विजे करी हर प्रभु भक्त दुख हरे, भुवनेश्वर रे तब लिंगराज नाम, लिंगंक राजन तहि हेउछ पूजन, तुम्भर महिमा बळे भक्त आसंती, विनाश करुछ प्रभु भक्तंक दुर्गति, आरड़ी धाम रे नाम आखंडल मणि, फणी विष हरि जाए दया कले मणि, हरड़ बुणंते फाळ मस्तके बाजिला, तुम्भ स्वरूप देखिण जने जणाइला, महानदी काठ जोड़ी पठाका सतंडी, मध्य रखी अछई हे देउल कुमंडी, कला बलद को धड़ा करिल सेठार, तेणु करी तुम्भ नाम धवलेश्वर, महाजोगी मृत्युंजय भोला महेश्वर, महिमा तुम्भर देव गणे अगोचर, तुम्भ श्रीपद पंकजे पशिले शरण, अभय वर ताहाकु दिय पंचानन, अकरम दाना तोते जगत कहई, करमे नथिले देई पार उमा साई, तुम्भ बरे दशानन होइब बलवान, 14 गंडा वर्ष जाए रहिला बंचिण, स्वर्ग मर्त्य पाताल को जगत कला, महावीर तालिकारे नाम रखाइला, देवासुर मिली मिशी
ମନ୍ ଥିଲେ ବାହାର। ସେ ବିଷତ୍ରା ସେ ସକଳ ଅତିଷ୍ଠ ହୋଇଲେ। ରକ୍ଷା ପାଇବା ପାଇଁ ସେ ତୁମ୍ଭଙ୍କୁ ସ୍ମରିଲେ। ପାନ କଲ ହଳାହଳ ଭୋଳା ମହେଶ୍ୱର। ବିଷ ପ୍ରଭାବରେ କଣ୍ଠ ହେଲା ତବ ନୀଳ। ବିପଦେ ଆପଦେ ଯେହୁ ତୁମ୍ଭଙ୍କୁ ସୁମରେ। ସକଳ ଦୁର୍ଗତି ତାର ଚାଲିଯାଏ ଦୂରେ। ଯେତେବେଳେ ଯାହା କିଛି ମାଗେ ଯେହୁ ଜନ। ଫେରି ନ ଯାଏ କଦାପି ହସ୍ତ କରି ଶୂନ୍ୟ। ଇନ୍ଦ୍ରକୁ ସେ ପଦ ତୁମ୍ଭେ କରିଅଛ ଦାନ। ଜଳପତି ପଦ ଅଧିକାରୀ ଯେ ବରୁଣ। ଅଳକା ଭୁବନ କୁବେରକୁ ଦାନ କଲ। ମାର୍କଣ୍ଡ ଋଷିଙ୍କୁ ବ୍ରହ୍ମା ପଦେ ବସାଇଲ। ଶପଥ ବରଷ ତାଙ୍କ ପରମାୟୁ ଥିଲା। ତୁମ୍ଭରି ଦୟାରେ ସାତ କଳ୍ପ ହୋଇଲା। ଯେ ଯାହା ଚାହିଁଲା ତାକୁ ଦାନ କରି ଦେଇ। ଶେଷେ ଶ୍ମଶାନେ ରହିଲ ହେଉ ମା ସାଇ। ଭୂତ ପ୍ରେତ ସଙ୍ଗତରେ କରୁଛ ବିହାର। ଭୂଷଣ ତୁମ୍ଭର ଅଟଇ ଯେ ହାଡ଼ ମାଳ। ଯାକୁ ଆଦର ନ କରନ୍ତି ଯେ ସଂସାରୀ। ତୁମ୍ଭଠାରୁ ଅତି ପ୍ରିୟ ଅଟେ ସେ ତୁମ୍ଭରି। ତୈଳ ବିହୁନେ ମସ୍ତକେ କେଶ ତାମ୍ର ବର୍ଣ୍ଣ। ମସ୍ତକ ଦେଶରେ ଗଙ୍ଗା କରିଛ ଧାରଣ। ସର୍ବାଙ୍ଗେ ବିଭୂତି ତୁମ୍ଭେ ବୋଳି ହୋଇଅଛ। ଚିଲିକା ମାଟି ତିଳକ ପରାୟ ମାରିଛ। ବିଷଧର ସର୍ପକୁ ଡରନ୍ତି ସଦା ଜନ। ତାହାକୁ କରିଛ ତୁମ୍ଭେ ଅଙ୍ଗ ସେ ଭୂଷଣ। ପଦଠାରୁ ଶିର ଯାଏ ସର୍ପ ମାଳ ମାଳ। ଅହନିଶ ଧୁନି କରୁଥାନ୍ତି ଫୁଫୁକାର। ଲାଉଥାଳ ଧରିଥାଲା ବର ଜୀବାସନ। ଭିକ୍ଷା କରିବାକୁ ଯାଅ ତ୍ରିଶୂଳ ଧରିଣ। ଡମ୍ବରୁ ବାଦ୍ୟ ତୁମ୍ଭର ପ୍ରଧାନ ଅଟଇ। ଷଣ୍ଢ ବାହନରେ ଭ୍ରମୁଥାଅ ଉମା ସାଇ। ଧାତୁରା ପାନ କରିଣ ସଦା ମତି ଭୋଳ। ତାଣ୍ଡବ କରିଲେ କମ୍ପି ଉଠଇ ସଂସାର। ଡିବି ଡିବି ହୋଇ ଯେବେ ଡମ୍ବରୁ ବାଜଇ। 14 ବ୍ରହ୍ମାଣ୍ଡ ତେବେ ଥରିଣ ଉଠଇ। ଅସୁମାରି ତବ ଗୁଣ କି ବର୍ଣ୍ଣିବି ମୁହିଁ। କି ବର୍ଣ୍ଣିବି ତବ ଗୁଣ ଛାର ମୂର୍ଖ ହୋଇ। ତବ ଗୁଣ ବର୍ଣ୍ଣିବାକୁ ଶକ୍ତି ନାହିଁ ମୋର। ସଂହାର କରତା ତୁମ୍ଭେ ବ୍ରହ୍ମାଣ୍ଡ ଈଶ୍ୱର। ତୁମ୍ଭଠାରୁ ନଇମି ସାରଣେ ଜ୍ଞାନ ଯେ ଶୁଣି। ମୃତ ପକ୍ଷୀ ବଞ୍ଚି ହୋଇ ଅଛି ବ୍ରହ୍ମଜ୍ଞାନୀ। 18 ମହାଶ୍ଳୋକରେ ଭାଗବତ ଲେଖି। ସେ ସୁକ କ୍ଷୟ କୀର୍ତ୍ତି ଯାଇଛନ୍ତି ରଖି।
ମୁମୂର୍ଖ ଧମ ତବ ନାମ କରି ଗାନ ଭାବିଛି ତରିବି ଏହି ସଂସାର ବନ୍ଧନ। ତୁମ୍ଭ ନାମାମୃତ ମୁହିଁ କରୁଛି ରଚନା ସଂସ୍କୃତରୁ ଅନୁବାଦ ଆପଣେ କରିଣ। ଭାଷା ଅତ୍ୟନ୍ତ ସରଳ ହୋଇବ ମଧୁର ଦୟାକରି ମୋହଠାରେ ହେ ଶିବ ଶଙ୍କର। ତବ ଶ୍ରୀଚରଣ ତଳେ ସଦା ରଖି ମନ ପୁରାଣ ରଚନା କରେ ବୁଦ୍ଧିମନ୍ତ ଦିନ। ଦୁର୍ଗା ଦେବୀଙ୍କ ବନ୍ଦନା। ଜୟ ଜୟ ଦୁର୍ଗା ମାଗୋ ଜଗତ ଜନନୀ। ଜୟ ଜୟ ଦୁର୍ଗା ମାଗୋ ତ୍ରିତାପ ହାରିଣୀ। ଜୟ ଜୟ ଦୁର୍ଗା ମାଗୋ ମହିଷା ମର୍ଦିନୀ। ସର୍ବସଂହାର ଜନନୀ ବିପଦ ଭଞ୍ଜନୀ। ଅଭୟଦାୟିନୀ ହର ଚଣ୍ଡୀ ମାତ ତୁହି। ଅମ୍ବିକା ନାମ ଗୋଟି ତୁମ୍ଭର ଯେ ଅଟଇ। ତବ ଆଜ୍ଞା ବିନେ କିଛି କାର୍ଯ୍ୟ ନ ହୁଇ। ଜଗତ ଜନନୀ ତୁମ୍ଭେ ଅଟ ଶକ୍ତିମୟୀ। ଶକ୍ତି ସ୍ୱରୂପିଣୀ ଶକ୍ତି ନ କରିଲେ ଦାନ କାର୍ଯ୍ୟ କରିବାକୁ ଦିନ ନୁହଁ ଭାଜନ। ତବ ଶକ୍ତି ବଳେ ସଂହାର କର୍ତ୍ତା ଈଶ୍ୱର। ଯୋଗ ସାଧି ବୋଲାଇଲେ ମାଗ ଯୋଗେଶ୍ୱର। ମୂର୍ଖ ଧମ ପାପିଷ୍ଠ ମୁହିଁଟି ଅଟଇ। ମୋଠାରେ ସୁଦୟାବାରେ କର ମହାମାଇ। ଶକ୍ତି ଦିଅ ଶକ୍ତିମୟୀ ସୁକୃପା କରିଣ। ତବ ଶକ୍ତି ପାଇଁ ମୁହିଁ ରଚିବି ପୁରାଣ। ତବ ଶ୍ରୀପଦ ତଳରେ କରୁଛି ମାଗୁଣି। କଣ୍ଠେ ବସି ପଦ କୁହ ମୋହର ଭାବିନି। ଶ୍ରୀ ଶିବ ପୁରାଣ ଗ୍ରନ୍ଥୁ ରଚୁଅଛି ମୁହିଁ। ସର୍ବଜନା ଦ୍ରୁତ ହେବ ମାଗୋ ଶକ୍ତି ମାଇ। ଏଣୁ ତବ ପାଦେ ପଶୁଛି ମୁଁ ଯେ ଶରଣ। ବୁଦ୍ଧିମନ୍ତ ଦିନ ରଚେ ଏ ଶିବ ପୁରାଣ। ନୈମିଷାରଣ୍ୟେ ଋଷିମାନଙ୍କ ନିକଟରେ ସନତ କୁମାରଙ୍କର କଥୋପକଥନ। ଶୁଣ ହେ ବିଦୁଷ ଜନ ମନ କନ ଦେଇ। ଶ୍ରୀ ଶିବ ପୁରାଣ ମୁହିଁ ରଚନା କରଇ। ପରମ ପବିତ୍ର ସଦା ଶିବଙ୍କ ଚରିତ। ଶୁଣିଲେ ସର୍ବ ପାପରୁ ହୋଇବ ମୁକ୍ତ। ନୈମିଷାରଣ୍ୟରେ ଦିନେ ମିଳି ଋଷି ଗଣ। ଯଜ୍ଞ ଅନୁଷ୍ଠାନ ତହିଁ କରିଲେ ଭିଆଣ। ଅତ୍ରି ବ୍ୟାସ ସନକ ଯେ ସୌନକ ସହିତେ। ଯଜ୍ଞ ସ୍ଥାନେ ପରବେଶ ହେଲେ ଅକସ୍ମାତ୍ରେ। ଯଜ୍ଞ ଗବ୍ୟ ଘୃତ କଲେ ଆହୁତି ପ୍ରଦାନ। ପ୍ରଚଣ୍ଡ ନଳ ଶିଖା ଉଠିଲା ଗଗନ। ଘୃତ ଢାଳନ୍ତି ଅଗ୍ନିରେ ଉଚ୍ଚାରି ଦେବଜତି। ଓଙ୍କାର ବେଦ ଶବଦେ କମ୍ପିଲା ତ୍ରିକ୍ଷିତି। ତିନି ପୁରେ ଯେତେ ଦେବା ଦେବୀ ରହିଛନ୍ତି। ସମସ୍ତଙ୍କର ନାମରେ ଦେଲେ ସେ ଆହୁତି। ହରିପାଦ ତୁଷ୍ଟ ହେଲେ ସର୍ବଦେବଗଣ। ଯେ ଯାହା ପୁରକୁ ସର୍ବେ ଗଲେ ବାହୁଡ଼ିଣ। ସକଳ ଋଷି ସେବେଳେ ଆନନ୍ଦ ମନରେ।
ଶୁଣନ୍ତି ଶାସ୍ତ୍ର ବ୍ୟାସ ଯା କହନ୍ତି ମୁଖରେ, ବ୍ୟାସଙ୍କ ମୁଖରୁ ଶାସ୍ତ୍ର ସର୍ବ ଋଷିଗଣ, ସନତ କୁମାର ତହିଁ ଗଲେ ପ୍ରବେଶିଣ। ବ୍ରହ୍ମାଙ୍କ ନନ୍ଦନ ସେହି ସନତ କୁମାର, ସ୍ୱର୍ଣ୍ଣ ପ୍ରାୟ ଦିଶୁଥାଏ କାନ୍ତି ଶରୀରର। ସର୍ବ ଋଷିଗଣ ବ୍ରହ୍ମା ସୁତଙ୍କୁ ଦେଖିଣ, ପାଶେ ବସାଇଲେ ଦେଇ ଏକଇ ଆସନ। ସକଳ ଋଷି କହନ୍ତି ଆମ୍ଭେ ଭାଗ୍ୟବାନ, ଦର୍ଶନ କଲୁ ଆଜି ବ୍ରହ୍ମାଙ୍କ ନନ୍ଦନ। ସକଳ ଋଷି ତାହାଙ୍କୁ ଏପରି କହିଲେ, କୁଶଳ ବାର୍ତ୍ତା ତାଙ୍କୁ ସର୍ବେ ପଚାରିଲେ। ଶୁଣିବା ପାଇଁ ତାହାଙ୍କ ମୁଖରୁ ଉତ୍ତର, ବେଢ଼ି ବସିଲେ ଚୌଦିଗେ ଋଷି ଏ ସକଳ। ଋଷିଏ ବୋଲନ୍ତି ତୁମ୍ଭ କଥା ମନେ ମନେ, ଭାବୁଥିଲୁ ତୁମ୍ଭଙ୍କୁ ଯା ଦେଖିଲୁ ନୟନେ। ଠିକଣା ବେଳରେ ଆମ୍ଭ ଜାଣି କରି ମନ, ପ୍ରବେଶିଲ ପାଇଲୁ ଯେ ତୁମ୍ଭ ଦର୍ଶନ। ସର୍ବଜ୍ଞ ପୁରୁଷ ତୁମ୍ଭେ ସନତ କୁମାର, ଭୂତ ଭବିଷ୍ୟତ ପୁଣି ଜାଣିଛ ତ୍ରିକାଳ। ମହାଦେବଙ୍କୁ ତପରେ ସନ୍ତୋଷ କରିଣ, ଷଡ଼ଶାସ୍ତ୍ର ଚାରି ବେଦ କରିଛ ପଠନ। ଜାଣିଅଛ ବ୍ରହ୍ମ ଜ୍ଞାନ ସଂଖ୍ୟ ବ୍ୟାକରଣ, ସର୍ବଶାସ୍ତ୍ରେ ଧୁରନ୍ଧର ଅଟନ୍ତି ଆପଣ। ଏକ କଥା ପଚାରିବୁ କୁହ ମୁନିରାଣ, ଯେତେ ପୁରାଣ ସାର ଯେ ଶିବଙ୍କ ପୁରାଣ। ତାହା ମଧ୍ୟ ପୁରୀ ରହି ଅଛି ସର୍ବଜ୍ଞାନ, ଶୁଣିବା ପାଇଁ କି ତେଣୁ ବଳି ଅଛି ମନ। ଦୟା ବହି ପରକାଶ କରନ୍ତୁ ଆପଣ, ଧାତା ସୁତଙ୍କୁ ଋଷିଏ ଏପରି କହିଲେ। ଧାତା ସୁତ ଆନନ୍ଦିତ ବୁଦ୍ଧିମନ୍ତ ବୋଲେ, ସନତ କୁମାର ଉବାଚ ଯାହା ପୁଛା କଲ ଏବେ ଶୁଣ ଋଷିଗଣ। ଅତ୍ୟନ୍ତ ଗହନ ସିନା ଶିବଙ୍କ ପୁରାଣ, ଦୁଇଟି ଅକ୍ଷର ସିନା ଶିବ ଯେ ଅଟଇ। ତିନି ଭୁବନରେ ସାର ଦେଉଅଛି କହି, ତାହାଙ୍କ ଚରିତ ଯେଉଁ ଶାସ୍ତ୍ରରେ ଅଛଇ। ସେ ପୁରାଣ ପୁରାଣର ମଧ୍ୟ ସାର ହୋଇ, ଭକତିରେ ସେ ପୁରାଣ ଶୁଣିବ ଯେ ଜନ। ଯେତେ ପାପ ଥିବ ଅଙ୍ଗେ ହୋଇବ ଦହନ, ଯମଦଣ୍ଡରୁ ସେ ଜନ ମୁକ୍ତି ଲଭିବ। ଯମଦୂତେ ନ ଯିବେ ତା ପାଶକୁ ୟା ଧ୍ରୁବ, ଦିବ୍ୟ ରଥେ ବସି ଶିବ ପୁରକୁ ଗମିବ। ଶିବଗଣଙ୍କ ସଙ୍ଗରେ ଆନନ୍ଦେ ରହିବ, ଯେ ବଣ ଯୁବତୀ ଏହି ପୁରାଣ ଶୁଣିବ। ବନ୍ଧ୍ୟାମଡ଼ ଦୋଷରୁ ମୁକ୍ତି ପାଇବ, ସତୀ ଶିରୋମଣି ହେବ ପତି ସୋହାଗିନୀ। ମନ ଦେଇ ଶୁଣ ଏହା ସର୍ବ ଋଷି ଶ୍ରେଣୀ, ଯେଉଁ ଶାସ୍ତ୍ର ପାଠ କଲେ ଏ ସର୍ବ ମିଳଇ। ସେ ଶାସ୍ତ୍ରର କଥା ଏବେ ଶୁଣ ମନ ଦେଇ, ଅତ୍ୟନ୍ତ ଭାଗ୍ୟବାନ ଯେ ତୁମ୍ଭେ ଋଷିଗଣ। ଏଣୁ ଶୁଣିବାକୁ ଚାହେଁ ଶିବଙ୍କ ପୁରାଣ, ପିତାଙ୍କ ମୁଖରୁ ଶୁଣିଅଛି ଶିବଙ୍କର। ତାହା ପ୍ରକାଶ କରିବି ତୁମ୍ଭର ଆଗର, ମନ ଧ୍ୟାନ ଦେଇ ଏବେ ବସ ଋଷିଗଣ। ତୁମ୍ଭଙ୍କୁ କହିବି ମୁହିଁ ଶିବଙ୍କ ପୁରାଣ, ଧାତା ସୁତ ସନତ ଯେ ଋଷିଙ୍କୁ ଏସନ। କହି ଆରମ୍ଭିଲେ ସଦା ଶିବଙ୍କର ଗୁଣ, ଦିନ ବୁଦ୍ଧିମନ୍ତ ବସି ତହିଁ ଶୁଣୁଥିଲା। ସଦା ଶିବଙ୍କ ପୁରାଣ ରଚନା କରିଲା। ଧର୍ମ ଏକ ମହତପଣିଆ। ସନତ କୁମାର ଉବାଚ
ଧାତା ସୁତ ସନତ ଯେ ଆନନ୍ଦିତ ହେଲେ, ସଦାଶିବଙ୍କ ଚରିତ ବଖାଣି ବସିଲେ। ଶୁଣନ୍ତୁ ମୋର ବଚନ ସର୍ବ ଋଷିଗଣ, ଧର୍ମର କହିବାଟି ସର୍ବ ବିବରଣ। ସତ୍ୟ ମାର୍ଗେ ସଦା ଚଳୁଥାଇ ଯେଉଁ ଜନ, ଦୂରରୁ ଦେଖିଲେ ତାକୁ ଡରଇ ସମନ। ଶିବଲୋକେ ବସଇ ସେ ଯାଇ ଅନ୍ତକାଳେ, ସତ୍ୟ ଧର୍ମ ସାର ସିନା ଅଟେ ସଂସାରରେ। ଅଧର୍ମୀ ମାନଙ୍କ ମୁଖ କରି ଦର୍ଶନ, ଶିବାଳୟ ଗଲେ ପାପ ହୁଏ ମୋଚନ। ଶ୍ରେଷ୍ଠ ପାପୀଙ୍କ ମଧ୍ୟରେ ଯେ ପାପୀ ଅଟଇ, ଅନ୍ତରୌରବ ନରକେ ପତନ ହୁଅଇ। ଧର୍ମାଧର୍ମ କଥା ଏବେ ଶୁଣ ଋଷିଗଣ, ଆନଚରିତ ତାପରେ କରିବି ବଖାଣ। ଋଷିଗଣ ଉବାଚ ସନତ କୁମାରଙ୍କର ମୁଖରୁ ଏସନ, ଶୁଣି ହରଷେ ପୁଛନ୍ତି ସର୍ବ ଋଷିଗଣ। ଧର୍ମାଧର୍ମ କଥା କୁହନ୍ତୁ ହେ ମୁନିବର, ଶୁଣିବା ପାଇଁ କି ଶ୍ରଦ୍ଧା ବଳିଛି ଆମ୍ଭର। କେବଳ ସ୍ଥାନରୁ ଉତ୍ପତ୍ତି ହେଲା ଧର୍ମ, ଆହେ ବ୍ରହ୍ମ ଜ୍ୟୋତି କୁହନ୍ତୁ ତା ବିସ୍ତାରିଣ। ଏତିକି ଗୁହାରି ଘେନା କରି ମୁନିବର, ଶୁଣି ଋଷିଙ୍କୁ କହନ୍ତି ସନତ କୁମାର। ସନତ କୁମାର ଉବାଚ ସନତ କୁମାର ଋଷି ଗଣଙ୍କ ବଚନ, ଶୁଣିନ କହନ୍ତି ଧର୍ମାଧର୍ମ ବିବରଣ। ଅତି ଗହନ ଗୁପତ ବିଷୟଟିଏ, ସଦାଶିବଙ୍କ ବ୍ୟତୀତ ଆନ ନ ଜାଣଇ। ପିତାଙ୍କ ମୁଖରୁ ଆମ୍ଭେ ଏହା ଶୁଣିଥିଲୁ, ପରୀକ୍ଷା କରିବୁ ଦିନେ ମନ ବଳାଇଲୁ। ଜନ୍ତୁପତିପୁରେ ଯାଇ ହୋଇଲୁ ହାଜର, ଜନ୍ତୁପତି ବସିଥିଲେ ସିଂହାସନ ପର। ଦକ୍ଷିଣ ବହୁତ ମାନ୍ୟ କରିଲେ ସମନ, ଧୌତ କରିଣ ଚରଣ ଦେଲେ ଟି ଆସନ। ଆମ୍ଭଠାରୁ କୁଶଳ ବାରତା ସେ ଶୁଣିଲେ, ଯମପୁର ଆମ୍ଭଙ୍କୁ ବୁଲାଇ ଦେଖାଇଲେ। ଯାହା ଦୃଶ୍ୟ ଦେଖିଅଛି ମୁଁ ଯମପୁରେଣ, କିସ କହିବଇ ତାହା ତୁମ୍ଭର ଆଗେଣ। 84 ନରକ ତହିଁ ହୋଇଛି ନିର୍ମାଣ, ପାପୀ ଜନକୁ ନେଣ ପକାଏ ସମନ। ସିଂହାସନ ପରେ ବସି ନିଜେ ଜନ୍ତୁପତି, ପାପୀଙ୍କର ଭଲ ମନ୍ଦ ବିଚାର କରନ୍ତି। ଚିତ୍ରଗୁପ୍ତ ପାପ ପୁଣ୍ୟ କହିଣ ଦିଅଇ, ବିଚାର କରି ସମନ ଦଣ୍ଡ ଦେଇଥାଇ। ଧର୍ମାର୍ଥୀ ଯେ ଜନ ନଦିଅଇ ଯମପୁର, ଅଧର୍ମୀ ଜନମାନଙ୍କୁ ଦଣ୍ଡଇ ଅପାର। ବଡ଼ ନିର୍ଦ୍ଦୟ ସେ ଯମ ଦୟା ତାର ନାହିଁ, ପାପୀଙ୍କ ପାଇଁ ବହୁତ କଠୋର ହୁଅଇ। ନୟନ ତରାଟି ଯେବେ ଅନାଏ ସମନ, ଭୟ ଥରୁଥାନ୍ତି ଡରି ସର୍ବ ପାପୀ ଜନ। ଧର୍ମାଧର୍ମର ବିଚାର ସେ ସ୍ଥାନେ ଦେଖିଣ, ବସିଣ ସମସ୍ତ ଦଣ୍ଡ କଲି ଦର୍ଶନ। ପାପୀମାନେ ଯାଉଛନ୍ତି ହଜାର ହଜାର, ନରକରେ ପଡ଼ନ୍ତି ତାଙ୍କ ସରିଲେ ବିଚାର। ଏହିପରି ଯମପୁରେ ଦର୍ଶନ କରି, କ୍ରୋଧଜାତ ହେଲା ବହୁ ମନରେ ମୋହରି। ମନେ ମନେ ବିଚାରିଲି ନିଷ୍ଠୁର ସମନ, ପ୍ରାଣୀମାନଙ୍କୁ ଦଣ୍ଡଇ ବିନା କାରଣ। ଏହିପରି ମନ ମଧ୍ୟେ ବିଚାରିଣ ମୁହିଁ, ଆଶ୍ଚର୍ଯ୍ୟ କଥା ଦେଖିଲି ଏକ ସ୍ଥାନେ ମୁହିଁ। ଏକ ସୁପୁରୁଷ ଦିବ୍ୟ ବିମାନ ଆରୋହୀ,
ଆସୁଥିଲେ ଦେଖିଲି ମୁଁ ପ୍ରବେଶିଲେ ତହିଁ ଅପୂର୍ବ ବିମାନ କେବେ ସ୍ୱର୍ଗ ରାଇଜରେ ଦେଖିନଥିଲି ଏ ଯାଏଁ ଯେତେବେଳେ ସର୍ବାଙ୍ଗ ହୀରା ନୀଳାରେ ଜଡ଼ିତ ଅଟଇ ଫର ଫର ହୋଇ ନେତ ତହିଁରେ ଉଡ଼ଇ ପନ୍ତି ପନ୍ତି ଝୁଲେ ମଣି ମାଣିକ୍ୟ ଝାଲେରି ନେତ୍ର ଝଲସଇ କାରୁ କାର୍ଯ୍ୟ ଅଛି ପୁରୀ ଧନ୍ୟ ବିଶ୍ୱକର୍ମା ବସି କେତେ କାଳ ତହିଁ ଏ ଅପୂର୍ବ ବିମାନକୁ ଗଢ଼ିଣ ଛଇ ରତ୍ନ ସିଂହାସନ ଏକ ଅଛି ବା ତହିଁରେ ବସିଥିଲା ସେ ପୁରୁଷ ବିମାନ ଉପରେ ସେ ବ୍ୟକ୍ତିଙ୍କୁ ଦେଖି କରି କରାଳ ସମନ ପାଦଗାମୀ ହେଲା ତେଜି ତାହାର ଆସନ ସମାଦର କରି ଯମ ଧରି ତାଙ୍କ କର ପାଖେ ବସି ଗଲା ନେବା କରିଣ ଆଦର ପୁଣି ବୋଇଲା ଯେ ସୁଦିନ ମୋହର ଦର୍ଶନ କଲି ପ୍ରଭୁ ବଦନ ତୁମ୍ଭର ସମନଙ୍କର ଏଇଠି କରି ଦର୍ଶନ ଆହେ ଧର୍ମରାଜ ଶୁଣ ଆମ୍ଭର ବଚନ ଏତେ ବ୍ୟକ୍ତି ପୁରୁଷେ କରୁଛ କିମ୍ପାଇଁ ଆମ୍ଭେ ଜାଣିବାରେ ତ ଦେବତା ନୁହଁଇ ଶୁଣି କରି ଯମରାଜ ଆନନ୍ଦ ମନରେ ବୋଲେ ଧର୍ମଦନ୍ତ ପ୍ରାଣୀ ଏହିଟି ସଂସାରେ ବାସ ଏହାଙ୍କର ଅଟେ ମୋର ତ ଭୁବନ ଏହାଙ୍କ ଚରିତ ଏବେ ଶୁଣ ଦେଇ ମନ ବେଦିଶ ନାମରେ ଏକ ଅଛଇ ନଗର ଧରାପାଳ ଏହି ଯେ ରାଜ୍ୟର ନରବର ଧର୍ମବନ୍ତ ଯେଉଁ ପରି ହୋଇଲା ରାଜନ ସଂକ୍ଷେପରେ ତାହା କହୁଅଛି ବୁଝାଇଣ ଜଣେ ଅନୁଚର କୈଳାସପୁରେ ଥିଲେ ଆପଣା ମନ ସେ ଦିନେ ବିଚାର କରିଲେ ବୋଇଲା ବଡ଼ କାମୁକ ଅଟନ୍ତି ଶଙ୍କର କୋଳେ ଧରି ବୁଲୁଛନ୍ତି ନାରୀଙ୍କୁ ତାଙ୍କର ଆଉ ଏକ ନାରୀ ମୁଣ୍ଡରେ ସେ ବସାଇଛନ୍ତି ହାସ୍ୟ କୌତୁକ ସଦା ତାପରେ କରନ୍ତି ରମଣୀଙ୍କ ଠାରେ ବଡ଼ ସ୍ନେହ ଏହାଙ୍କର ପାଖରୁ ନାରୀଙ୍କୁ ଦେଖି କରୁଛନ୍ତି ଦୂର ଦିବ୍ୟ ସୁନ୍ଦରୀ ଯୋଷା ମୁଁ ଯେବେ ପାଲଟିବି ବହୁତ ବର ତାଙ୍କଠୁ ମୁଁ ପ୍ରାପ୍ତ କରିବି ଅନୁଚର ଏହିପରି କରନ୍ତି ବିଚାର ଜାଣିଲେ ମାତ ଭବାନୀ ମନକୁ ତାଙ୍କର ମାନ ଭବାନୀ କ୍ରୋଧରେ ଗର ଗର ହେଲେ ଶୃଗାଳ ହୁଅତୁ ବୋଲି ଅଭିଶାପ ଦେଲେ ଦେବଦେବ ମହାଦେବ ଶୃଗାଳ ବିହାରୀ ତାହାଙ୍କୁ କାମୁକ ତୁହି ମଣିଲୁ କିପରି ଦେବଦେବ ମହାଦେବ ଶ୍ମଶାନ ବିହାରୀ ତାହାଙ୍କୁ କାମୁକ ତୁହି ମଣିଲୁ କିପରି ଯେହୁ ମହାଯୋଗୀ ବ୍ରହ୍ମଚର୍ଯ୍ୟକୁ ପାଳିଣ ଯାର କୋପା ନଳେ ଭସ୍ମ ହୋଇଗଲା କାମ ଆରେ ଅନୁଚର ତାଙ୍କୁ ମନୁ ଛୁଇଁ ତର ଜନ୍ମେ ଜନ୍ମେ ଭୋଗୁଥାଅ ତାର ପ୍ରତିଫଳ ପଡ଼ିଲା ଯାଇ ଦେବୀଙ୍କ ଚରଣ ତଳର କର ଯୋଡ଼ି ବୋଲେ ମାତ ଅଜ୍ଞାନୀ ପାମର ଅଜ୍ଞାନତା ହେତୁ କଲି ଏସନ ବିଚାର ଅତ୍ୟନ୍ତ ବିକଳ ଯହିଁ ହେଲା ଅନୁଚର ବୁଝାଇ କହନ୍ତି ମାତ ସାପ ପ୍ରତିକାର ବିତସ୍ତା ବେତ୍ରବତୀ ଯେ ଦୁଇ ନଦୀ ନାମ ଯେଉଁ ସ୍ଥାନରେ ସେ ହୋଇ ଅଛନ୍ତି ସଙ୍ଗମ ସେ ସ୍ଥାନରେ ପରବେଶ ହେବୁ ଯେବେ ଯାଇ
ଅଙ୍ଗରେ ପାପ ତୋହର ଜୀବଟି ପଳାଇ ମାତାଙ୍କ ଆଜ୍ଞା ପାଳିଣ ସେହି ଅନୁଚର ଶୃଗାଳ ରୂପକୁ ଧରି ବସେ ସେ ସ୍ଥାନର ଅନେକ ବର୍ଷେ ସେ ତୀର୍ଥେ ପରବେଶ ହେଲା ଅନାହାରେ ସେ ସ୍ଥାନରେ ପଡ଼ିଣ ରହିଲା ଅନାହାର ହୋଇବାରୁ ତନୁ ହେଲା କ୍ଷୀଣ ସେହି ସ୍ଥାନରେ ଶୃଗାଳ ଲୋଭିଲା ମରଣ ଦିବ୍ୟ ବେଶକୁ ଧରିଲା ସେହି ମୃତ୍ୟୁ ପରେ ପରବେଶ ହେଲା ମହାଦେବଙ୍କ ଛାମୁରେ ଧରା ପାକ ରାଜା ରୀତି ଦେଖିଣ ଏସନ ତାଙ୍କ ରାଜ୍ୟ କଲେ ଏକ ଦେଉଳ ନିର୍ମାଣ ଶିବଲିଙ୍ଗ ବସାଇଣ ସାରି ବହୁ ଧନ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସାରିଲା ରାଜନ ଜମିବାଡ଼ି ଦେଉଳ ନିମିତ୍ତ ଖଞ୍ଜାଇଣ ପୂଜା ଉପଚାର ପାଇଁ ରଖିଲା ବ୍ରାହ୍ମଣ ଶିବାଳୟ ଶିବ ପୁରାଣକୁ ପଢ଼ାଇଲା ମନ ଯୋଗେ ଦେବା ସର୍ବ ନୃପତି ଶୁଣିଲା ଦୁଃଖୀରଙ୍କିକୁ ଦେଖି ଦେଲା ମିଷ୍ଟାନ ଭୋଜନ ନରରାଣ ଅରଜନ କଲା ବହୁ ପୁଣ୍ୟ କିଛି ଦିନ ଅନ୍ତେ ମୃତ୍ୟୁ ହୋଇଲା ତାହାର ସେବି ଥିଲା ନୃପ ଗଲା ସ୍ୱର୍ଗପୁର ଏହି ସେହି ନରପତି ମୃତ ଋଷିଗଣ ଧରାପାଳ ଅଟଇ ଯେ ତାହାଙ୍କର ନାମ ଯମ ମୁଖ ଶୁଣି ହେଲୁ ଆନନ୍ଦିତ ମନ ପ୍ରଶଂସା କରିଲୁ ଧନ୍ୟ ଧନ୍ୟ ନୃପରାଣ ପୁନଃ ଏକ ଦିବ୍ୟ ଯାନ ତହିଁ ପ୍ରବେଶିଲା ସେ ଯାନରେ ପୁରୁଷଟି ତହିଁ ବସିଥିଲା କିଏ ସେ ମହାତ୍ମା ଯହୁଁ କରିଲୁ ରଥ ଉତ୍ଥାପନ ମନ ତାଙ୍କର ଚିତ ଯେ କହେ ବଖାଣିଣ ତାହାଙ୍କ ଚରିତ ଏବେ ଶୁଣ ମନ ଦେଇ ସଂକ୍ଷେପରେ ଧାତା ସୁତ ତୁମ୍ଭଙ୍କୁ କହି ମାନବ ରୂପରେ ଧରା ତଳେ ଜନ୍ମିଥିଲା ଯୋଗୀ ଥାଳେ ଗଣ୍ଡା ଏକ ଚାଉଳ ନ ଦେଲା କୁପ୍ରକୃତି ନିଷ୍ଠୁର ଏ ଅତୀବ କୃପଣ ନକରେ କାହାକୁ କାଣି କଉଡ଼ିଏ ଦାନ ଶିବଙ୍କ ପୁରାଣ ସଦା କରଇ ପଠନ ଆବର ତାଙ୍କର ଗୁଣ କରେ କରିତନ ଶିବ ଶିବ ଦିବାନିଶି କରଇ ଗାୟନ ଦିନେ ତାଙ୍କ ଅନ୍ୟ ଦେବ ନ କରେ ପୂଜନ ଶିବଙ୍କର ଗ୍ରନ୍ଥ ଯାହା ସଂସାରେ ଅଛଇ ସମସ୍ତେ ପାଠ କରେ ଯେ ଆନନ୍ଦିତ ହୋଇ ଯେଉଁ ଦିନ ଏ ପୁରାଣ ସମାପ୍ତ ହୁଅଇ ଦୁଃଖୀରଙ୍କିଙ୍କୁ ଡାକିଣ ଭୋଜନ ଦିଅଇ ସ୍ୱର୍ଣ୍ଣଦାନ ଯିଏ ଦିଏ କରିଣ ପୂଜନ ସେ ଯୋଗୁ ଅର୍ଜନ କରେ ସେ ବହୁତ ଧର୍ମ ଶିବ ଶ୍ରେଷ୍ଠ ଠାକୁରଟି ସଂସାର ମଧ୍ୟରେ ପ୍ରତ୍ୟହ ତାଙ୍କୁ ସ୍ମରେ ଯେ ସଂସାର ଭିତରେ ସନତ କୁମାର କହନ୍ତି ହେ ଋଷିଗଣ ସଦାଶିବଙ୍କୁ ନିତ୍ୟ ମୁଁ କରେ ଦର୍ଶନ ଶିବ ଯେହୁ ଧର୍ମ ସେହୁ ସତ୍ୟ ତାଙ୍କୁ ମଣ ଯୋଗ ସାଧି ମହାଯୋଗୀ ତାହାଙ୍କର ନାମ ହିଂସା ଲୋଭ ସତ୍ୟକୁ ହୃଦୁ କରି ଦୂର ଅହିଂସା ମାର୍ଗରେ ସେହୁ ଗଣେ ନିରନ୍ତର ନିର୍ବିକାର ମହାଯୋଗୀ ଯୋଗୀ ସେ ଅଟନ୍ତି ସଂସାରର ମାୟା ଜାଲ ଏକା କାଟିଛନ୍ତି ସେ ପ୍ରଭୁଙ୍କ ପଦ ତଳେ ମନ ଧ୍ୟାନ ଦେଇ ସଦା ତାଙ୍କୁ ଧ୍ୟାନ କର ନାମ ତାଙ୍କ ଗାଇ ଈର୍ଷାଦ୍ୱେଷ ଭାବ ମନ ଦୂରେଇ ଦେଖିଣ ତନ ମଦ ଧନ ମଦେ ନ ବଳିଲା ମନ
ସଦାଶିବ ମହାକ୍ରୋଧ କରନ୍ତି ତାପରେ, ଅନ୍ତେ ସେହି ଜଣା ପଡ଼େ ନରକ ମଧ୍ୟରେ। ଏ ଭବରୁ ପାରି ଯେବେ ହେବ ଋଷି ଗଣ, ସଦା ସର୍ବଦା ଶିବଙ୍କ ପାଦେ କର ଧ୍ୟାନ। ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ବ୍ରହ୍ମ ବିଷ୍ଣୁ ଯେ କୁବେର, ସ୍ୱର୍ଗ ମର୍ତ୍ତ୍ୟ ସହିତରେ ମିଶ୍ରଣ ପାତାଳ। ପ୍ରଳୟ ଜଳରେ ତିନି ପୁର ନାଶ ହୁଏ, ସଦାଶିବ ରହିଥାନ୍ତି ବଞ୍ଚିଣ ପ୍ରଳୟେ। ପ୍ରଳୟ ଜଳ ତାହାଙ୍କୁ ଗ୍ରାସୀ ନ ପାରଇ, ମହାମୃତ୍ୟୁଞ୍ଜୟ ଯୋଗୀ ଶାନ କହଇ। ଆନନ୍ଦ ମନରେ ଭଜ ତାହାଙ୍କ ଚରଣ, ସଦା ସର୍ବଦା ପଢ଼ ଯେ ଶିବଙ୍କ ପୁରାଣ। ଅନ୍ତିମ କାଳ ଭାଇ ଯେ ବନ୍ଧୁ ପରିଜନ, ସଙ୍ଗତରେ ନ ଯିବେଟି କେହି ଗୋଡ଼ାଇଣ। ଏକା କରିଣ ଧର୍ମ ଯେ ସହାୟ ହୋଇବ, କରିଥିଲେ ଧର୍ମ ଦିବ୍ୟ ଗତିକୁ ପାଇବ। ଧର୍ମ ଧର୍ମର କଥା ଦେଲି ବୁଝାଇଣ, ମନ ଧ୍ୟାନ ଦେଇ ଶୁଣିଲ ତ ଋଷିଗଣ। ଏ ଶିବ ପୁରାଣ ଅଟେ ଅମୃତ ସମାଭବନ, ପଢ଼ ଭଜ ଗୀତେ କହେ ବୁଦ୍ଧିମନ୍ତ ଦିନ। ପ୍ରଳୟ ପରେ ସୃଷ୍ଟି ସର୍ଜନା କିପରି? ଋଷୟ ଉବାଚ, ସନତ କୁମାରଙ୍କର ମୁଖରୁ ଋଷିଗଣ, ଧର୍ମାଧର୍ମ କଥା ଶୁଣି ଆନନ୍ଦିତ ମନ। ଭୂତ ଭବିଷ୍ୟ ଯେ ଅତୀତ ଯେ ତିନି କାଳ, ତୁମ୍ଭେ ତ୍ରିକାଳଜ୍ଞ ସିନା କହି ସଂସାର। ଏକ କଥା ଶୁଣିବାକୁ ବଳି ଅଛି ମନ, ଧାତାଙ୍କ ନନ୍ଦନ କୁହ ତାହା ବିସ୍ତାରିଣ। ମହାପ୍ରଳୟରେ ଯେ ସଂସାରେ ଘଟିଥିଲା, ପୁନଃ ଏ ସୃଷ୍ଟି ସର୍ଜନା କେଉଁ ପରି ହେଲା। ବିସ୍ତାରିତ କହନ୍ତୁ ତାହା ହେତ ପିବର, ତବ ମୁଖରୁ ଶୁଣିଲେ ହୋଇବୁ ଉଦ୍ଧାର। ସନତ କୁମାର ଉବାଚ, ମନ କର୍ଣ୍ଣ ଦେଇ ଶୁଣ ସର୍ବ ଋଷିଗଣ, ସୃଷ୍ଟି ସର୍ଜନା ବିଷୟ କରିବି ବର୍ଣ୍ଣନ। ମହାପ୍ରଳୟ ଯେ ଘଟିଥିଲା ସଂସାରଣ, ପୃଥିବୀ ଭରିଣ ଥିଲା ଘନ ଅନ୍ଧକାରେ। ନଥିଲେ ଟି ଚନ୍ଦ୍ର ସୂର୍ଯ୍ୟ ନକ୍ଷତ୍ର ମଣ୍ଡଳୀ, ସୃଷ୍ଟି ମଧ୍ୟ ଅନ୍ଧକାର ରହିଥିଲା ପୁରୀ। ରାହୁ ଗ୍ରାସ ଚନ୍ଦ୍ର ପରି ଦିଶଇ ସଂସାର, ସାରା ସୃଷ୍ଟି ପରିପୂର୍ଣ୍ଣେ ଥିଲା ଅନ୍ଧକାର। ଏକା ରହି ଦେବ 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 ତ୍ରିଲୋଚନ, ସର୍ବେ ପ୍ରଳୟରେ ହୋଇଥିଲେ ଟି ବିଲୀନ। ତାହାଙ୍କ ତେଜରେ ସୃଷ୍ଟି ଆଲୋକିତ ହୁଏ, ସୂର୍ଯ୍ୟକାନ୍ତ ମଣି ସମ ତାଙ୍କ ବିପ୍ରଥାଏ। ଆକାଶ ପାତାଳ ଯାଏ ପୁରୀ ଥାଏ ଜଳ, ପ୍ରଳୟର ଜଳ ହେଉଥାଇ କଳ କଳ। ସଂସାରରେ ପାପ ଭାର ହୋଇଲେ ପ୍ରବଳ, କିଛି ପ୍ରଭାବ ନଥାଏ ମର୍ତ୍ତ୍ୟ ଧର୍ମର। ଧର୍ମ ଜାନ୍ତେ ପୃଥ୍ୱୀ ଦେବୀ ଧାର ଧାର ହୋଇ, ମୁଖରୁ ତାହାର ସଦା ସୁଧୀର ଗଳଇ। ଚୌଦିଗେ ଅନଳ ଶିଖା ପ୍ରବଳ ଜଳଇ, ପ୍ରଖର ଭାବରେ ଅଗ୍ନି ତାର ପ୍ରକାଶଇ। ରୁଧିର ଗରଜ ଯେବେ ବାସୁକି ଛାଡ଼ଇ, ପାତାଳର ଦଶ ଦିଗ ଦହନ କରଇ। ସେ ଅଗ୍ନିରେ ତେଜ କେହି ସହି ନ ପାରିଣ, ଛଟପଟ ହୋଇ ପ୍ରାଣୀ ଲଭନ୍ତି ମରଣ। ଅଗ୍ନିର ତେଜରେ ନାଶ ହୁଅନ୍ତି ସକଳ, ଚାରି ମେଘ ବରଷେ ପ୍ରବଳ ଯେ ପ୍ରବଳ। ଚତୁର୍ଦିଗେ ଜଳ ଚାହୁଁ ଚାହୁଁ ଘୋଟି ଯାଏ, ଘଡ଼ଘଡ଼ି ଶବଦରେ ମେଦିନୀ କମ୍ପାଏ।
ବସୁମତୀ ସେ ଆଘାତ ସହି ପାରେ ନାହିଁ। ମସ୍ତକରୁ ବସୁମତୀ ଦିଏ ଯେ ପକାଇ। ଭୂମିକମ୍ପ ହୋଇବାରୁ ପର୍ବତ ସକଳ। ଗର୍ଜନ ପଡ଼ନ୍ତି ସର୍ବେ ପାତାଳ ନଗର। ଚଉଦିଗେ ଜଳ ରାଶି ଘୋଟଇ ପ୍ରବଳ। ପ୍ରଳୟ ଗର୍ଜନ କରି ସିନ୍ଧୁ ଲଙ୍ଘେ କୂଳ। ବିରାଟ ପୁରୁଷ ଏସ ନକ ଦେଖି ରୀତି। ଅନନ୍ତ ନାଗ ଉପରେ ସୂକ୍ଷ୍ମ ରୂପେ ସ୍ଥିତି। କ୍ଷୁଦ୍ର ରୂପ ହୋଇ ଶୁଅନ୍ତି କଳ୍ପ ବଟରେ। ସକଳ ପ୍ରାଣୀ ଗଣଙ୍କୁ ଭରିଣ ଗର୍ଭରେ। 33 କୋଟି ଦେବତା ବ୍ରହ୍ମାଙ୍କ ସଙ୍ଗର। ଲୋପ ହୋଇ ଯାଆନ୍ତି ସେ ବ୍ରହ୍ମ ପ୍ରଳୟର। ବ୍ରହ୍ମଲୟ କରି 1 ମାସ ସେ ବଞ୍ଚନ୍ତି। ପ୍ରଳୟ ଜଳ ତାଙ୍କର କରେ ନାହିଁ କ୍ଷତି। ଘନ ଅନ୍ଧକାର ଘୋଟି ଥାଏ ପୃଥିବୀରେ। ଚନ୍ଦ୍ର ସୂର୍ଯ୍ୟ ନଉଅନ୍ତି ଆକାଶ ମାର୍ଗରେ। ମହାପ୍ରଳୟ ଜଳର ଲହଡ଼ି ଘାତରେ। ପଶନ୍ତି ସର୍ବେ ବିରାଟ ପୁରୁଷ ଦେହରେ। ବିରାଟ ପୁରୁଷ ନାମ କରିଣ ଧାରଣ। ପ୍ରଳୟ ଜଳୁ ବଞ୍ଚନ୍ତି ଦେବ ସଂକର୍ଷଣ। ଏହିପରି ଅତୀତ ହୋଇଲା ବହୁ କାଳ। ବ୍ରହ୍ମ ପ୍ରଳୟରୁ କାହିଁ ନ କମଇ ଜଳ। ଦେଖିଏ ସନ ଦୁର୍ଦ୍ଦଶା ଦେବ ଦେବ ହୋର। ନିରାକାରଙ୍କୁ ଜାଣନ୍ତି ତପ କରି ଘୋର। ତପ କରିବାରୁ ଉଦୟ ହୋଇଲା ଜ୍ଞାନ। ବିରାଟ ପୁରୁଷ ନିଦ୍ରା ହୋଇଲା ଭଗବାନ। ପାଶକୁ ଶିବଙ୍କୁ ଡକାଇଣ ପରମ ବ୍ରହ୍ମ। ଅମାପ ଶକ୍ତି ତାଙ୍କୁ କରିଣ ପ୍ରଦାନ। ଶିବ ଶକ୍ତି ଦୁହେଁ ଯହୁଁ ଏକାକାର ହେଲେ। ସୃଷ୍ଟି ସର୍ଜନା ପାଇଁ କି ସମର୍ଥ ହୋଇଲେ। ପଞ୍ଚମହାଭୂତ ଜ୍ଞାନ ଉତ୍ପନ୍ନ କରିଲେ। ପ୍ରକୃତି ଗଣ ତହିଁରୁ ସମ୍ଭୂତ ହୋଇଲେ। ଶୁଦ୍ଧ ସ୍ପର୍ଶ ରୂପ ରସ ଗନ୍ଧ ଏକ ହେଲେ। ଏମାନଙ୍କ ଠାରୁ ପରାଣ ଉତ୍ପନ୍ନ ହେଲେ। ସମାନ ବ୍ୟାନ ପାନ ଉଦାନରେ ବ୍ୟାନ। ଏମାନଙ୍କ ଠାରୁ ଜାତ ହୋଇଲା ତ୍ରିଗୁଣ। ତ୍ରିଗୁଣ ଜନମ ହେଲେ 3ଟି ଠାକୁର। ବ୍ରହ୍ମା ବିଷ୍ଣୁ ତମ ଗୁଣ ଧାରି ମହେଶ୍ୱର। ନାରାୟଣ ସତଗୁଣ ଜନମ ଲଭିଲେ। ରଜଗୁଣକୁ ଧରିଣ ଧାତା ଜନମିଲେ। ଅଦେହି ସେ ସଦାଶିବ ଧରି ତମ ଗୁଣ। ଜଗତର ମୂଳାଧାର ସେ ହେଲେ ଜନମ। ଯୁଗ ଯୁଗ ରହିଥାନ୍ତି ହୋଇଣ ମର। ବ୍ରହ୍ମା ବିଷ୍ଣୁ ଜନମ ଲଭନ୍ତି ତତ୍କାଳ। ସଦାଶିବ ମହାଯୋଗୀ ଯୋଗକୁ ସ୍ୱାଧୀନ। ମୃତ୍ୟୁଞ୍ଜୟ କରି ତାଙ୍କ ମୃତ୍ୟୁଞ୍ଜୟ ନାମ। ଅମର ହୋଇଣ ସଦାଶିବ ରହିଥାନ୍ତି। ଥରକୁ ଥର ସେ ସୃଷ୍ଟି ସର୍ଜନା କରନ୍ତି। ଦେବଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଶଙ୍କର। ମହାଦେବ ନାମ ଗୋଟି ତେଣୁ ତାହାଙ୍କର। ତାଙ୍କଠାରେ ତିଳେ ମାତ୍ର ବିକାରଟି ନାହିଁ। ନିର୍ବିକାର ବୋଲି ତାଙ୍କୁ ପୁରାଣ କହି। ଭୂତମାନଙ୍କୁ ଆୟତ୍ତେ ରକ୍ଷିଣ ଅଛନ୍ତି। ତେଣୁ ଭୂତନାଥ ବୋଲି ସକଳ ଜାଣନ୍ତି। ଧାତୁର ପାନ କରନ୍ତି ହୋଇଣ ସେ ଭୋଳ। ଭୋଳାନାଥ ନାମ ଗୋଟି ଅଟଇ ତାଙ୍କର। ସେ ପ୍ରଭୁଙ୍କର ମହିମା ଅପାର ଅଟଇ। ସଂସାରରେ ମହାବଳୀ ପାର୍ବତୀଙ୍କ ସାଇଁ। ଶକ୍ତିକୁ ରଖି ଅଛନ୍ତି ପାଶରେ ତାଙ୍କର। ଶକ୍ତି ଯେ ପାର୍ବତୀ ଅର୍ଦ୍ଧାଙ୍ଗିନୀ ତାହାଙ୍କର।
ସେ ଦେବୀଙ୍କ ସମକକ୍ଷ ନାହିଁ କେ ସଂସାରେ। ନିମିଷକେ ଇଚ୍ଛା କଲେ ସର୍ବଦ ହୋଇପାରେ। ଶିବଙ୍କ ଉପରେ ଶକ୍ତି ଆନନ୍ଦ ହୋଇଣ, ଯୁଗେ ଯୁଗେ ରହିଛନ୍ତି ତାହାଙ୍କୁ ମଣିଣ। ଦୁଷ୍ଟଗଣ ଉତ୍ପାତ ହେଲେ ସଂସାରରେ, ଶକ୍ତିଙ୍କୁ ପେଶନ୍ତି ସେହି ଦୁଷ୍ଟ ନାସିବାରେ। ସେ ଶକ୍ତି ବଳରେ ଯୁଗ ଯୁଗ ଭୋଳାନାଥ, ଧରାରୁ ନାଶ କରନ୍ତି ସେ ମୂଢ଼ ଦଇତ। ତାହାଙ୍କର କଥା କେତେ କହିବଇ ମୁହିଁ, ସେ ସତ୍ୟ ସେହୁ ଧର୍ମ ସକଳ ଯେ ଅଟଇ। ଶତ୍ରୁ ବୋଲି କହି ତାର ସଂସାରରେ ନାହିଁ, ସଭିଙ୍କୁ ଦୟ କରିଛି ସେ ମହାମାଇ। ଅହିଂସା ପରମ ଧର୍ମ ଶୁଣ ଦେଇ ମନ, ଅହିଂସା ଯେ ଚଳଇ ଜଗତରେ ସେ ଧନ୍ୟ। ହିଂସା ଭାବ ଯେବେ ମନ କରି ହେବ ଦୂର, ପ୍ରିୟ ହୋଇବ ଜନ ସେ ସକଳ ଜନର। ପରମ ଧର୍ମ ଅଟଇ ଅହିଂସା ପାଳନ, ଧର୍ମବନ୍ତଙ୍କ ମଧ୍ୟରେ ସେହୁ ଅଗ୍ରଗଣ୍ୟ। ଯୁଧିଷ୍ଠିର ରାଜା ଥିଲେ ଦ୍ୱାପର ଯୁଗରେ, ସତ୍ୟକୁ ଆଧାର କରି ଜିଣିଲେ ସମରେ। ସ୍ୱଦେହରେ ସ୍ୱର୍ଗପୁର କରିଲେ ଗମନ, ଲେଶ ପାପ ନ ଲାଗିଲା ତାହାଙ୍କ ଅଙ୍ଗେଣ। ସକଳ ଦିନଙ୍କୁ ଏବେ ନିବେଦନ ଗିର, ସତ୍ୟ ନ୍ୟାୟ ପଥେ ଚଳ ଏହି ଅଳି ମୋର। ସତ୍ୟ ସେହି ଧର୍ମ ସେହି ପ୍ରଭୁ ନିରାକାର, ଯୁଗେ ଯୁଗେ ରହିଛନ୍ତି ଅଜର ଅମର। ମୋହର ଏ ଉପଦେଶ କରିଣ ଗ୍ରହଣ, ସଦାଶିବଙ୍କ ଚରଣ ପସନ୍ତୁ ଶରଣ। ସଦଜ୍ଞାନ ବୁଦ୍ଧି ଦେବେ ଭୋଳା ମହେଶ୍ୱର, ଲୋଭ ମୋହ କ୍ରୋଧ ସିନା ହୋଇଯିବ ଦୂର। ପ୍ରଭୁ ସର୍ବଦା ମଙ୍ଗଳ ତୁମ୍ଭର କରିବେ, ମଙ୍ଗଳମୟ କୃପା କଣିକା ଦାନ ଦେବେ। ସଦାଶିବ ଯେଉଁ କାର୍ଯ୍ୟ ନ କରେ ବରଣ, ସେହି କାର୍ଯ୍ୟ ନୁହଁ ଶୁଭ କାର୍ଯ୍ୟରେ ଗଣନ। ଶିବଙ୍କର ପାଦୋଦକ ପାଏ ଯେଉଁ ଜନ, ତାଙ୍କ ପବିତ୍ର ଜାଣ ହେ ସୁଜ୍ଞାନୀ ଜନ। ସୃଷ୍ଟିର ମୂଳ କରତା ପ୍ରଭୁ ଭୋଳାନାଥ, ତାଙ୍କ ଚରଣେ ନମଇ ଦିନ ବୁଦ୍ଧିମନ୍ତ। ଯମପୁରରେ ନର୍କକୁଣ୍ଡ ମାନଙ୍କର ବର୍ଣ୍ଣନା। ଋଷୟ ଉବାଚ, ଧାତା ନନ୍ଦନଙ୍କ ବାଣୀ ଶୁଣି ଋଷିଗଣ, ବୋଲନ୍ତି ଉତ୍ତମ କଥା କହିଲେ ଆପଣ। ସୃଷ୍ଟି ସରଜନା କଥା କହି ଶୁଣାଇଲେ, ମହାଦେବ ସରଜନ୍ତି ପ୍ରଳୟ ଶେଷରେ। ଧର୍ମ ଧର୍ମର କଥା କହିଲେ ଆପଣ, ଧର୍ମ କଲା ପ୍ରାଣୀ ସିନା ଜଗତେ ମହାନ। ଅଧର୍ମ ଯେ ଜନ ସେହି ନର୍କରେ ପଡ଼ଇ, କେଉଁ ପରି କେଉଁ ନର୍କ ଏ ଜୀବ ଭୋଗଇ। ନରକ ମାନଙ୍କର ଯେ କୁହ ନାମ ମାନ, ଯେ ବର କର ଆମ୍ଭ ସନ୍ଦେହ ଯେ ମୋଚନ। ସନତ କୁମାର ଉବାଚ, ଋଷିମାନଙ୍କର ଶୁଣି ଏସନ ବଚନ, ଶୁଣି ଋଷିଗଣ ମାନେ ସ୍ଥିର କରି ମନ। ନର୍କପୁର ନିରିମାଣ କିପରି ହୋଇଛି, ନର୍କକୁଣ୍ଡ ଏକ ବିନ୍ଧାଇ ନିର୍ମାଣ କରିଛି। କେବଳ ପାପକୁ ଦଣ୍ଡ କିପରି ମିଳଇ, ବିଧି ବିଧାନରେ ପ୍ରାଣୀ ସେ ପୁରେ ଭୋଗଇ। ଆଦ୍ୟ ପ୍ରାନ୍ତ କହୁଅଛି ମୁହିଁ ବିସ୍ତାରିଣ, ସେ ବିଷୟରେ ହୃଦେ ମୋର ଅଛି ଜ୍ଞାନ। ଯେବେ ନର୍କ କୁଣ୍ଡ ଯମପୁରରେ ଅଛଇ, ମୋ ପକ୍ଷେ କହିବା କେବେ ନଥିବ ନୁହଁଇ। ପ୍ରଧାନ ପ୍ରଧାନ ଯେଉଁ
ନର୍କକୁଣ୍ଡ ମାନ 84 ନର୍କ ବୋଲି ଅଛଇ ପ୍ରମାଣ। ମଳମୂତ୍ର ରୌରବ କୁମ୍ଭୀପାକ କହି ଅନଳ ତପ୍ତ ଅଗ୍ନି ଅଶ୍ରୁ ମଜ୍ଜା ଯେ ହୋଇ। କୃମି ଶୋଣିତ କୁଣ୍ଡ ଆହୁରି ଯେ ଅନ୍ୟାନ୍ୟ ନର୍କକୁଣ୍ଡ ଯମପୁରେ ଅଟଇ ପ୍ରଧାନ। ପଚା ମାଂସ ରହିଅଛି କୁଣ୍ଡର ମଧ୍ୟରେ ପଶି ନ ହୁଏ ଦୁର୍ଗନ୍ଧେ ସଞ୍ଜୀବନୀ ପୁରେ। ପୂଜକୁଣ୍ଡ ନାହିଁ ପୁଣି କୁଣ୍ଡରେ ରୁଧିର କେଉଁଠାରେ ଫୁଟୁଥାଇ ତପତ ତୈଳ। ଏହିପରି ରହିଅଛି ବହୁ କୁଣ୍ଡମାନ ଯମରାଜନ ପାପୀଙ୍କୁ ପକାଏ ନେଇଣ। ପରହିଂସା ଯେଉଁ ଜନ ସର୍ବଦା କରଇ ଅନ୍ତେ ଅନଳ କୁଣ୍ଡରେ ସେ ଜନ ପଡ଼ଇ। ଜଳୁଥାଇ ତହିଁ ବୈଶ୍ୱାନର ଯେ ପ୍ରବଳ ତପ୍ତ ଲୋହ ଗଡ଼ ମାନ ହେଉଥାଇ ଜଳ। ଦିଶୁଥାଇ ସେ ଅନଳ ହିଙ୍ଗୁଳ ବରନ ତହିଁ ପାତକୀକୁ ନେଇ ପକାଏ ସମନ। ତୋହର ଗଣର ପାପୀଙ୍କର ଲୋମ ମାନ ସେତେ କାଳ ଯମରାଜ ଥାଏ ପକାଇଣ। ଶେଷେ ଜନ୍ମ ଦିଅଇ ପଶୁର ଯୋନିରେ କଷ୍ଟ ଲାଘବ ହୁଏ ତା 3 ଜନମରେ। ସୁଶାତ ଜନଙ୍କୁ ଯେହୁ ଜଳ ନ ଦିଅଇ ସ୍ୱୟଂ ଜନ୍ତୁପତି ତାଙ୍କୁ ପ୍ରବଳ ଦଣ୍ଡଇ। ଅନ୍ତେ ଯମଦୂତେ ତାକୁ ନିଅନ୍ତି ବାନ୍ଧିଣ ତପତ କୁଣ୍ଡରେ ଫିଙ୍ଗି ଦିଅନ୍ତି ବହନ। 7 ଜନ୍ମ ଯାଏ ସେହି ତହିଁଣ ପଡ଼ଇ ପକ୍ଷୀ ରୂପେ ସେହି ପ୍ରାଣୀ ଜନମ ଲଭଇ। ପିତୃଶ୍ରାଦ୍ଧ ଦିବସରେ ସଦା ଯେଉଁ ଜନ ମଳିନ ବସ୍ତ୍ର ପକାଏ ରଜକ ଗୃହିଣ। ମୃତ୍ୟୁ ପରେ ଯମଦୂତେ ତାକୁ ଘେନି ଯାନ୍ତି କ୍ଷୀରକୁଣ୍ଡରେ ନେଇଣ ପକାଇ ଦିଅନ୍ତି। ଧୋବା ଘରେ 7ବାର ଜନମ କରାଏ ପ୍ରତି ଜନମରେ ନର୍କ ଭୋଗ କରେ ସିଏ। ପରଧନ ମାନ ସେହି ହରଣ କରଇ ଦେବସ ବ୍ରହ୍ମସ୍ୱ ଧନ କିଛି ନ ମାନଇ। ଅନ୍ତେ ଯମରାଜ ତାକୁ ବାନ୍ଧି କରି ନିଏ ପିଠିରେ ତାହାର କଣ୍ଟା ଫୋଡ଼ିଣ ପକାଏ। ଅବଶେଷେ ବିଷ୍ଣା କୁଣ୍ଡେ ଦିଅନ୍ତି ପକାଇ କଷ୍ଟ ଯାହା ପାଏ ମୁଖେ କହି ତ ନୁହଁଇ। ଜନ୍ମ ଜନ୍ମ ଧରି ବିଷ୍ଠା ସେ କରେ ଭକ୍ଷଣ ଏପରି ଦୁର୍ଦାନ୍ତ ଦଣ୍ଡ ଦିଅଇ ସମନ। ପର ପୋଖରୀରୁ ମାଟି ଯେ ଜନ ଖୋଳଇ ମୂତ୍ରକୁଣ୍ଡରେ ତାହାକୁ ଦିଅନ୍ତି ପକାଇ। ମୂତ୍ରକୁଣ୍ଡେ ପଡ଼ି ମୂତ୍ର କରଇ ସେ ପାନ ଗୋଧି ରୂପେ 7ବାର ହୁଅଇ ଜନମ। ଲୁଚାଇ ମିଷ୍ଟାନ୍ନ ଯେହୁ ଗୋପନରେ ଖାଏ ବହୁ କାଳେ ଶ୍ଳେଷ୍ମା କୁଣ୍ଡେ ନର୍କ ଭୋଗୁଥାଏ। ବହୁ ଦଣ୍ଡ ଦିଏ ଯମ ତାହାକୁ ନେଇଣ ହାତକୁ ଭାଙ୍ଗନ୍ତି ତାର ସାବେଳି ମାରିଣ। 7 ବର୍ଷ ଯାଏ ପ୍ରେତ ହୋଇଣ ବୁଲଇ ମନୁଷ୍ୟ ଦେହରୁ ରକ୍ତ ମାଂସ ଭକ୍ଷୁଥାଇ। ଅତିଥି ଯେ ଜନ ଦ୍ୱାରୁ ଫେରାଇ ଦିଅଇ ସେ ଲୋକ ଯେ ବ୍ରହ୍ମ ହତ୍ୟା ପାତକେ ପଡ଼ଇ। ପିତୃଲୋକ ତାହ ସ୍ତୁନ ଘେନନ୍ତି ଯେ ଜଳ ଜନମ ହୋଇ ସେହି ଆସି ମର୍ତ୍ତ୍ୟପୁର। ଶପଥ ଜନମ ଯାଏ ମରତେ ଜନ୍ମଇ ଦରିଦ୍ର ହୋଇଣ ଦ୍ୱାରେ ଦ୍ୱାରେ ବୁଲୁଥାଇ। ବ୍ରାହ୍ମଣର ଧାନ ଯେହୁ କରଇ ହରଣ ପୁଣି ମଞ୍ଚ ମଣ୍ଡଳରେ ହୁଅଇ ଜନମ।
ଯକ୍ଷ କୁଣ୍ଡରେ ତାହାକୁ ଦିଅନ୍ତି ପକାଇ। ପୋକଲାସ ପୁଣି ହୋଇ ଜନମଲ ଭଇ, କାମେ ମତ ହୋଇ ପର ନାରୀକୁ ଯେ ହରେ। ଯମଦୂତ ତାକୁ ବାନ୍ଧି ନିଏ ଅନ୍ତକାଳେ, ଲୁହ ତତାଇଣ ତାକୁ କରନ୍ତି ପ୍ରହାର। ପରିସ୍ରା କରନ୍ତି ସର୍ବେ ମୁଖରେ ତାହାର, 7 ବର୍ଷ ଅଶ୍ରୁ କୁଣ୍ଡେ ଦିଅନ୍ତି ପକାଇ। ଜନମଲ ଭଇ ମର୍ତ୍ତେ ଗଉଡ଼ୁଣୀ ହୋଇ, ଇଷ୍ଟ ଦେବତାକୁ ବସ୍ତ୍ରେ ପ୍ରହାର କରଇ। ବ୍ରାହ୍ମଣ ମସ୍ତକ କ୍ରୋଧେ ଯେଜନ କାଟଇ, ଅଶ୍ରୁକ କୁଣ୍ଡରେ ଅନ୍ତେ ପକାନ୍ତି ତାହାକୁ। ଲୁହା କଣ୍ଟା ମାରି କଷ୍ଟ ଦିଅନ୍ତି ଶରୀରକୁ, 100 ବର୍ଷ ଯାଏ ନର୍କ ଭୋଗ ଯେ କରଇ। 7 ଥର ସବରି ଗୃହରେ ଜନମଇ, ବ୍ୟାଧ ରୂପେ ବୁଲୁଥାଏ ଅରଣ୍ୟରେ ଯାଇ। ପଶୁପକ୍ଷୀ ମାରି ମାଂସ ଭକ୍ଷଣ କରଇ, ହରିନାମ ଗାଇ ଭକ୍ତେ କରିଲେ ମୌନ। ତାଙ୍କୁ ଉପହାସ ବସି କରଇ ଯେଜନ, ଅଶ୍ରୁକୁଣ୍ଡେ 7 ବର୍ଷ ତାହାକୁ ପକାନ୍ତି। ଚାଣ୍ଡାଳ ଜନିରେ ପୁଣି ଜନମ ଲଭନ୍ତି, ତ୍ରୟ ଜନ୍ମ ସେ ଚଣ୍ଡାଳ ରୂପେ ଜନମଇ। ମଦ ମାଂସ ଖାଇ ସଦା ଉଦର ପୋଷଇ, ପରଠାରେ ଈର୍ଷା ପରେ ନିନ୍ଦଇ ଯେ ଜନ। ସହି ନ ପାରଇ ପର ସମ୍ପଦ ଦେଖିଣ, 7 ବର୍ଷ ଯାଏ ମଳ କୁଣ୍ଡରେ ପକାନ୍ତି। ନାନା ପ୍ରକାର ଦଣ୍ଡ ତାହାକୁ ଦିଅନ୍ତି, ଗଧ ହୋଇ ଜନମଇ ମରତ ମଣ୍ଡଳେ। 3 ଜନ୍ମ ଯାଏ ସେହି ବୁଲଇ ଶୟଳେ, ବଧିରକୁ ପରିହାସ ଯେ ଜନ କରଇ। କର୍ଣ୍ଣମଳ କୁଣ୍ଡେ ସେ ଜନ ଯେ ପଡ଼ଇ, ମାନବ ଶରୀରେ ଜନ୍ମ ନିଏ ମର୍ତ୍ତନର। 7 ଜନମ ଯାଏ ସେ ହୁଅଇ ବଧିର, ଧନ ଲୋଭେ ପ୍ରାଣୀକୁ ଯେ ବିନାଶ କରଇ। ମହାକୁଣ୍ଡେ 7 ବର୍ଷ ଯାଏ ସେ ଗଡ଼ଇ, ଶଶକ ରୂପରେ 7 ବାର ପାଏ ଜନ୍ମ। ମାଛ ହୋଇ ପୋକ ଜୋକ କରଇ ଭକ୍ଷଣ, ଧନ ଲୋଭେ କନ୍ୟା ବିକ୍ରି ଯେ ଜନ କରଇ। ଯମଦୂତେ ମାଂସ କୁଣ୍ଡେ ଦିଅନ୍ତି ପକାଇ, ଲୁହାର ଯଷ୍ଟି ଧରି ଯେ କରନ୍ତି ପ୍ରହାର। ତେନ୍ତୁଳିଆ ବିଛା ଭରି ଦିଅନ୍ତି କର୍ଣ୍ଣର, କାନ୍ଦୁଥାଏ ଉଚ୍ଚ ସ୍ୱରେ ରଡ଼ି ଛାଡ଼ି ସେହି। ନିଆଁରେ ପକାନ୍ତି ହାତ ଗୋଡ଼ ବାନ୍ଧି ଦେଇ, ଛଟପଟ ହୋଇ ନାନା କଷ୍ଟ ଭୋଗ କରେ। ନରକରେ ପଡ଼ିଥାଏ ସେହି ପରକାରେ, 3 ବାର ଘୁଷୁରି ଯୋନିରେ ଜନ୍ମ ଦିଏ। 7 ବାର ବାନରୀ ଗର୍ଭରେ ଜନ୍ମ ପାଏ, 7 ଜନ୍ମ ଯାଏ ସେହି ହୁଅଇ କୁକୁର। ମଳ ସଦା ସର୍ବଦା ସେ କରଇ ଆହାର, ପୁଣି ନର ହୋଇ କରି ଲଭଇ ଜନମ। ବାଚାଳନ ହୋଇ ମୁକ ପୁଣି ନିଏ ଦିନ, ପିତୃଶ୍ରାଦ୍ଧ ଦିନ ଯେହୁ ଖୌର ହୁଅଇ। 7 ବର୍ଷ ଯାଏ ନର୍କ କୁଣ୍ଡରେ ପଡ଼ଇ, ଯେଉଁ ପଦାର୍ଥରେ କେଶ ହୁଅଇ ପତନ। ସେ ଦ୍ରବ୍ୟ ନେବା ଶିବଙ୍କୁ ଯେ କରେ ପୂଜନ, କେଶ କୁଣ୍ଡରେ ପକାନ୍ତି ତାଙ୍କୁ ଯମଗଣ। ହସ୍ତପଦକୁ ତାହାର କରନ୍ତି ବନ୍ଧନ, ନିଚ କୂଳରେ ଜନମ ତାହାକୁ ଦିଅନ୍ତି। ଗୋମାଂସ ଭକ୍ଷିଣ କେତେ କରଇ ଅନୀତି, ପିଣ୍ଡ ଗୟା ତୀର୍ଥରେ କେବେ ନ ଦିଅଇ। ଯମଦୂତେ ବହୁ ଦଣ୍ଡ ତାହାକୁ ଯେ ଦେଇ,
ଅସ୍ଥି କୁଣ୍ଡରେ ପକାନ୍ତି ତାହାକୁ ନେଣ। ଅୟୁକ୍ତ ବର୍ଷ ଯାଏ ତା କୁଣ୍ଡେ ବାସସ୍ଥାନ। ମାନବ ଜନିରେ ସେହି ଜନମଲ ଭଇ। ଦ୍ୱାରେ ଦ୍ୱାରେ ଭିକ୍ଷାବୃତ୍ତି କରେ ଅନ୍ଧ ହୋଇ। ଗର୍ଭବତୀ ନାରୀ ଯେହୁ କରଇ ହରଣ। ତ୍ରାମକୁଣ୍ଡେ ଯମ ତାକୁ ଦିଏ ପକାଇଣ। ଛିଡ଼ିଯାଏ ହସ୍ତ ପଦ ଦୁଃଖରେ ରହିଣ। ଅଙ୍ଗହୀନ ହୋଇଯାଏ ମନୁଷ୍ୟ ଜନମ। ଅବିବାହୀ କନ୍ୟା ହରଇ ଯେ ବଳାତ୍କାରେ। 7 ବର୍ଷ ପଡ଼ଇ ସେ ଲୋହ କୁଣ୍ଡ କରେ। ଶେଷେ ଜନମ ହୁଅଇ ରଜକ ଗୃହରେ। ପରବସ୍ତ୍ର ଧୁଏ 7 ଜନମ ତହିଁରେ। ବହୁ କଷ୍ଟ ପାଏ ହୋଇଣ ସେ ଧନହୀନ। ନିଅଣ୍ଟ ହୁଅଇ ଯେତେ କଲର ଜନ। ଝାଳ ହାତରେ ଯେ ଜନ ଦେବତା ପୂଜଇ। ସ୍ୱେଦ କୁଣ୍ଡରେ ତାହାକୁ ଦିଅନ୍ତି ପକାଇ। ଶୂଦ୍ର ଘରେ ଯେଉଁ ବିପ୍ର ଭୋଜନ କରଇ। ସୁରାକୁଣ୍ଡେ 7 ଜନ୍ମ ଯାଏ ପଡ଼ିଥାଇ। ନୈବେଦ୍ୟ କରିଣ ଯେହୁ ଭୋଜନ ନ କରେ। ଶେଷରେ ପକାଏ ଯମ କୁରୁମି